ସୁନ୍ଦର ସବୁଜିମା ଭରା ରାସ୍ତା ଅତିକ୍ରାନ୍ତ କରି ଆମର ଟ୍ୟାକ୍ସିଟି ଆଗେଇ ଚାଲିଥିଲା ସକାଳ 9ଟା ବେଳେ। ଆମେ କୁଆଡ଼େ ଯାଉଥିଲୁ କହିଲେ? ଆମେ କଟରାରୁ ଯାଉଥିଲୁ ଆଉ ଗୋଟେ ଶୈବପୀଠ ଦର୍ଶନ କରିବା ପାଇଁ। ମୁଁ ପ୍ରାୟ 11 ମସିହା ବୋଧହୁଏ 11, 12, 13 ଏଇ ଭିତରେ କେଉଁ ମସିହାରେ ମାଆଙ୍କୁ ଯାଇ ଦର୍ଶନ କରିଛି, କିନ୍ତୁ ସେତେବେଳେ ମୋର ଏଇ ଶୈବପୀଠ ଉପରେ କୌଣସି ଜ୍ଞାନ ନଥିଲା। ସବୁବେଳେ ମୁଁ କହିଛି ଆମେ କେଉଁ ଜାଗାକୁ ବୁଲିଯିବୁ ସେ କଥା ଇଏ ଠିକ୍ କରନ୍ତି, ଆଉ ମୋତେ ତ ସବୁ ଜାଗା ବୁଲିବାକୁ ହିଁ ଭଲ ଲାଗେ, ମୁଁ ସାଙ୍ଗରେ ଯାଏ। ଆମେ ଯେତେବେଳେ ଅମରନାଥ ଗଲୁ ସେ କହିଥିଲେ ଆମେ ନିଶ୍ଚୟ ଶିବଖୋରୀ ବୁଲିବାକୁ ଯିବା, ଯେଉଁଟାକୁ ଆମେ ଓଡ଼ିଆରେ କହିଲେ ବୋଧେ ଠିକ୍ ହେବ ଶିବ ଖୋଲ, ହିନ୍ଦୀରେ ସେଇଟା ଶିବଖୋରୀ ବୋଲି କୁହାଯାଉଛି। ଆମେ ସେଇ ଶିବଖୋରୀ ଉଦ୍ଦେଶ୍ୟରେ କଟରାରୁ ବାହାରିଥିଲୁ। ଏଇଟା କଟରାରୁ 80 କିଲୋମିଟର। ସେ ବସ୍ ଯୋଗେ ବି ଯାତାୟାତ କରିହେବ, କିନ୍ତୁ ନିଜ ସମୟ ସୁବିଧାକୁ ଦେଖିକି ଆମେ ଟ୍ୟାକ୍ସି କରିଥିଲୁ। ଟ୍ୟାକ୍ସି 2000 ଟଙ୍କା ଭିତରେ କେବଳ ଶିବଖୋରୀ ପାଇଁ ମିଳିଯାଉଛି, କିନ୍ତୁ ଆପଣ ଯଦି ଅନ୍ୟାନ୍ୟ ସାଇଡ୍ ସବୁ ଦେଖିବେ ଦିନଯାକ 2500 ଟଙ୍କାରେ ଆପଣ ଟ୍ୟାକ୍ସି କରିକି ସେଠିକି ଯାଇପାରିବେ। ଆମେ ତ ବହୁତ ହାଲିଆ ହେଇଥିଲୁ, ଆମେ ବି ଟିକେଟ୍ ଚେଞ୍ଜ କରିଦେଇଥିଲୁ। ଆମେ 27 ତାରିଖ ରାତିରେ ପହଞ୍ଚିଗଲୁ ଯାଇକି ସେଦିନ ରାତିଟା ତ ପୁରା ଶୋଇଗଲୁ। ପରଦିନ ଏମାନେ ଯାଇକି ଷ୍ଟେସନରେ ଟିକେଟ୍ ଚେଞ୍ଜ କରିକି 1 ତାରିଖକୁ କରିଦେଇଥିଲେ। ଏଇ ଗଛ ଗୁଡ଼ାକ କ'ଣ କହିଲେ? ଆପଣମାନେ ଯିଏ ସବୁ ଶିବ ଭକ୍ତ ଏ ଗଛକୁ ନିଶ୍ଚୟ ଚିହ୍ନିଥିବେ। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା, ଆମ ଓଡ଼ିଶାରେ ଏ ଗଛ ପାଇଁ ଏତେ ପ୍ରତିବନ୍ଧକ ଥିଲାବେଳେ ସେଠି ଏତେ ଗଛ ଏମିତି ଉଠିଛି। ଛାଡ଼ନ୍ତୁ ସେ କଥା, କିନ୍ତୁ ଚିହ୍ନିଲେ ତା ନାଁ ନିଶ୍ଚୟ କହିବେ। ଏଇ ଯେଉଁ ପାହାଡ଼ ଉପରେ ଆଲୁଅ ଦେଖାହେଉଛି ଏଇଟା ମୁଁ ରାତିରେ ଭିଡ଼ିଓ କରିକି ରଖିଥିଲି। ଏଇଟା ହେଉଛି ମାଆଙ୍କର ଜାଗା, କିନ୍ତୁ ଆମେ ଏଥର ଯାଇପାରିଲୁନି। କେଉଁ ମାଆ କହିଲେ? ମା ବୈଷ୍ଣୋଦେବୀ। ଆମେ ଏଥର ଯାଇପାରିଲୁନି, ଆମକୁ ଏତେ ହାଲିଆ ଲାଗୁଥିଲା। ମୁଁ ମାଆଙ୍କୁ ସେୟା ପ୍ରଣାମ କରି କହିଲି, ମୁଁ କହିଲି ମା ଲୋ ଏଥର ଆଉ ତୋ ପାଖକୁ ଯାଇପାରିବୁନି। ଏଇଟା ପୁରା ସେଇ ଶିବଖୋରୀର ଆରମ୍ଭ। ଏଠି ବି ଗୋଟିଏ ଶିବ ମନ୍ଦିର ଅଛି, ଆଉ ସେ ଆମକୁ ପ୍ରସାଦ ଦେଲେ। ତାପରେ ବି ସେମିତି ସୁନ୍ଦର ବାଟ। ଏଇଠି ବି ବେଳେବେଳେ ମାଟି ଅତଡ଼ା ଖାଇଯାଏ, ଆଉ ସାମୟିକ ଭାବରେ ବାଟ ବନ୍ଦ ହେଇଯାଏ, କିନ୍ତୁ ଏ ବାଟ ଆଦୌ ଭୟ କଲା ପରି ନଥିଲା, ବରଂ ଏ ବାଟଟି ବେଶ ଉପଭୋଗ୍ୟ ଥିଲା। ଆମେ ଆଗେଇ ଚାଲିଥିଲୁ। ମୁଁ ମାଆକୁ ସେୟା କହୁଥିଲି, ମୁଁ କହିଲି ମା ଲୋ ତୋ ପାଖକୁ ଯେତେବେଳେ ଆସିଥିଲି ମୋର ଧାରଣା ନଥିଲା ଏ ଜାଗା କଥା, ଆଉ ଏଥର ଯାଉଛି, ଜୀବନରେ ଯଦି ଆଉ କେବେ ତୁ ଦୟା କରିବୁ ଆସିକି ତତେ ଟିକେ ଦର୍ଶନ କରିଦେବି। ଆଉ ଏତେ ବାଟ ଚାଲିକି ହଉ କି ଘୋଡ଼ାରେ ହଉ ଯିବା ପାଇଁ ଆଉ ମନରେ ସାହସ ହେଉନଥିଲା। ହେଇଠି ଦେଖନ୍ତୁ ଲେଖା ହେଇଛି ଶିବଖୋରୀ। ସେଇ ଜାଗାରେ ଆମେ ଯାଇ ପହଞ୍ଚିଗଲୁ। ଆପଣମାନେ ମୋର ଅମରନାଥ ଭିଡ଼ିଓରେ ଘୋଡ଼ା ଆଉ ପାଲକିର ରେଟ୍ ପଚାରିଥିଲେ। ଏଠି କିନ୍ତୁ ଘୋଡ଼ା ସବୁବେଳ ପାଇଁ ଫିକ୍ସ, ପ୍ରାୟ 2-3 ବର୍ଷ ହେଲା ରେଟ୍ ବଢ଼ିନାହିଁ। 500 ଟଙ୍କାରେ ଯିବା ଆସିବା, ଆଉ ପାଲକି 1600 ଟଙ୍କାରେ ଯିବା ଆସିବା। ଏଇ ଘୋଡ଼ାବାଲା ଭାଇ ମୋତେ ନେବାର ଠିକ୍ ହେଲା। ପୁଣି ସେଇ ପୂର୍ବ କାର୍ଯ୍ୟକ୍ରମ, ଇଏ ତାଙ୍କର ପାଲକିରେ ଯିବେ। ଏଠି ପାଲକି ଗୁଡ଼ିକ କିନ୍ତୁ ବହୁତ ସୁନ୍ଦର ଥିଲା, ଆଉ ବହୁତ ଆରାମରେ ବସି ହେଉଥିଲା। ରାସ୍ତା ବି ଭଲ, କିନ୍ତୁ ଅମରନାଥର ପାଲକି କେବଳ ଗୋଟିଏ ଚୌକି ଦେହରେ ଏମିତି ବାଉଁଶ ବନ୍ଧା ହେଇଥାଏ, କାହିଁକିନା ସେଗୁଡ଼ାକ ତ ସବୁ ସାମୟିକ। ଏଠି ଆପଣ ବର୍ଷ ସାରା ଦର୍ଶନ କରିପାରିବେ। ଏ ବର୍ଷ ତ ଅମରନାଥ ଯାତ୍ରା କେତେ କମ୍ ଦିନ ହେଲା, ଆଉ ସେଠି ଭଲ ଜିନିଷ ସେ ଉପରକୁ ସେମାନେ ବା କାହିଁକି ନେବେ? ସେଠି ବସିବାଟା କଷ୍ଟଦାୟକ ଥିଲା, ଏଠି କିନ୍ତୁ ବହୁତ ଆରାମଦାୟକ ଥିଲା। ପଛରେ ଗୋଟେ ତକିଆ ବି ଦେଇଥିଲେ, ସେଥିପାଇଁ ସିଏ ମୁଁ ଯେଉଁ ବ୍ୟାଗ୍ଟା ଧରିଥିଲି ପୂଜା ଜିନିଷ ସେଇଟାକୁ ସିଏ ନେଇଯାଇଥିଲେ। ମୁଁ ଟିକେ ସାଇନବୋର୍ଡ଼ ପାଖେ ଫଟୋ ଉଠାଇଥିଲି ଘୋଡ଼ାରେ ବସିବା ପୂର୍ବରୁ। ତାପରେ ଆମେ ମା ପୁଅ ଘୋଡ଼ାରେ ବସିଲୁ। ଏଇଟା ବି ବହୁତ କମ୍ ରାସ୍ତା ଥିଲା, 3.5 କିଲୋମିଟର। ଚାଲିକି ଯିବାଟା ବହୁତ ଉପଭୋଗ୍ୟ, ତଥାପି ଆମେ ଘୋଡ଼ାରେ ଯାଉଛୁ। ଆପଣମାନେ କିଏ କ'ଣ କହିବେ ସେ କଥା ବିଚାର୍ଯ୍ୟ ନିଶ୍ଚୟ, କିନ୍ତୁ ମୁଁ କେବେ ବି ଅନ୍ୟର କଥାରେ ବିଶେଷ ପ୍ରଭାବିତ ହୁଏ ନାହିଁ। ତା ମାନେ ନୁହେଁ ଯେ ମୁଁ କାହାର ଭଲ କଥା ଗ୍ରହଣ କରେନି ବା କାହା କଥା ଶୁଣେନି, ସେମିତି ନୁହେଁ। କେଉଁ ପରିବେଶ ପରିସ୍ଥିତିରେ ମୁଁ କ'ଣ କରେ ସେଇଟା ସବୁବେଳେ ମୋ ନିଜସ୍ୱ ନିର୍ଣ୍ଣୟ। ସେଠୁ ଫେରିଲା ପରେ ଆମେ କେତେ କ୍ଳାନ୍ତ ଥିଲୁ, ଆଉ ଆମ ଦେହର ଅବସ୍ଥା କ'ଣ ଥିଲା। ହୁଏତ ଆମେ ଚାଲିବାକୁ ଚାହୁଁଥିଲେ ବି ଚାଲିଲୁ ନାହିଁ। ଆଉ ମୋ ପୁଅର ତ 2ଟା ନଖ ମରିଯାଇଥିଲା, 2 ଗୋଡ଼ର 2ଟା ନଖ, ଆଉ ମୋର ଝୁଣ୍ଟିଆରେ ମୋ ଗୋଡ଼ ଖଣ୍ଡିଆ ହେଇଯାଇଥିଲା ଜୋତା ଭିତରେ ରହିକି। ଆଙ୍କୁ ତ ଜ୍ୱର ହେଇଯାଇଥିଲା। ଯାହା ବି ହଉ, ତଥାପି ଆମେ ଯେହେତୁ ପ୍ରଥମରୁ ପରିକଳ୍ପନା କରିଥିଲୁ ସେଠିକି ଯିବୁ ବୋଲି ଗଲୁ। ଆଉ ଗଲା ପରେ ବାଟରେ ମୁଁ ଭାବୁଥିଲି ସତରେ ଆସିବାଟା ବହୁତ ଭଲ ହେଲା, ନ ଆସିଥିଲେ ବହୁତ ଦୁଃଖ ଲାଗିଥାନ୍ତା। ଏଇଠି ବି ଭଣ୍ଡାରା ଚାଲିଥିଲା, କିନ୍ତୁ ଗଲାବେଳେ ତ ଆମେ କେହି ଖାଇନଥିଲୁ, ଗାଧୋଇ ପାଧେଇକି ଯାଇଥିଲୁ। ଆମେ ଠିକ୍ କରିଥିଲୁ ଦର୍ଶନ କରିକି ଖାଇବୁ।
ए सुंदर नदीटीर ना पचारि से कहले दूध गंगा। प्राय हिमालय पाखापाखिर सबू नदी मानकर ना रे गंगा शब्द संयुक्त होता है। बाटरे बेस दुकान बजार भी अच्छी, आराम से आप बसी पारे। ऊपर छाउनी होता जगह अच्छी जो थी खरा वर्षार आपण मैंने रक्षा पाइबे। एमती सुंदर भाव में जाऊ जाऊ गोटे सुंदर मंदिर आखिरे पड़ा। तांको पचारिली ए मंदिर टी कौन से कहले एटा रामचंद्र मंदिर। आगे भी माँ काली मंदिर अच्छी, मोर मन पड़ुनी से वीडियो करी कि नहीं। आपण मैंने जी गले निश्चय ये दुई जगह को जी, जगह भी खूब सुंदर थिला। किंतु भितर को गले तो वीडियो करिबार अनुमति नहीं। मु कौनसी जगार अनुमति नथिले लुचई चोरई वीडियो करे नहीं। आमे सब वयस्क हेलुणी, आमे जदि एई भली भूल करिवु पिला मानकु आमे कोन शिक्षा देबु। गला बेलकु ये बाटरे रेस्ट नौथिले सवारी वाला। आमे माँ पुओ बाप कोठी टिके खुशी रे फोटो भी उठेई पारनु अमरनाथ रे। कहीं सेटा गोटे एमिति जगह कोठी आपण मानकु अधिक समय रहिबार अनुमति न थाए। आउ सी तो पालकी रे जानती, आमे माँ पुओ घोड़ा रे जाऊ देखिले दुकान टा पूरा शिवमय। शिवंकर त्रिशूल, शिवलिंग, शिवंकर मूर्ति ये सब बिक्री होता। आम विशेष कौन एपर्यंत आम कि भी किणाकिणी करूँ। से कौन टे छुआ माली फाली किणलु आउ मंदिर भितर को गलु। ए फोटो सब आम सांग होइकी उठेइथिलु। मंदिर भितर प्रवेश कला परे जो अनुभूति हैला ताकू मु भाषा रे वर्णना करि परिबिनी। मंदिर भितर को जीवा पई दुईटी बाट, गोटे मनीष द्वारा निर्माण करा जाइथिबा बाट जो आपण सीधा सड़क भाव में जाइकी प्रभुंक दर्शन करि परिबे। आउ गोटे बाट जदि आपण माने के जाइथिबे हमर कोरापुटर शिवंकु दर्शन करिया पई सेटा टिके बड़ बाट, किंतु ए बाट एकदम संकुचित आपन को लागिवो। आपण ए भितर पसिकी जाई परिबेनी, किंतु आपण आराम रे बसिकी से भितर को जाई परिबे। जेहेतु मु सेगुडा सब देखै पारिबि नाही, सेतिपई मु हमर फेरंती बाटर दृश्य देखौची आ सेई कथा कहूची। भितर को गला परे सेठी खूब कम पैसा नेकी आपन को गाइड मिली जिवे। सेठी किंतु मु भाबुची गाइड करवाटा बहुत भल हबो। निजे केबे भी एते कथा जानी हबनी। से टॉर्च पकेकी आपन को देखैबे। सात फेणा थिबा नाग, गणेश, पार्वती सबू देखैबे। आ महादेव मुंडरे केमती गंगा जल सबु बेले टोपा टोपा हे पड़ुची ता विषय से देखैबे। से कहूथिले जे सारा समग्र जलधारा सुखी गले भी वर्षक 12 मास एठी महादेव को ऊपर पानी बुंदा पड़िबा केबे भी बंद हबा आमे सुनी नाहु। एठी तो ये तो पालकी रे जाउछुंदी, आमे घोड़ा रे जाउछु। एठी भी पुणी लागिची भंडारा, किंतु आमे बाहर से दिन किछि खाई नथिलु। आ गोटे चमत्कार गप एई स्थान संपर्क रे हमर पौराणिक गपटी कहि दउची। प्रकृत रे हमर शिव तो कथारे अछि कोपे बर नहले तपे बर। शिव जेतिकी रागी सेतिकी शांत, सेतिकी दयालु। से भस्मासुर तो तांकु प्रार्थना कला, से ताकु बर दे देले तू जहा मुंडरे हाथ देबु से भस्म हो जिवो। जेते हेले से तो राक्षस, से कहला मु प्रथमे तुम मुंडरे हाथ देकी परीक्षा करिवि। की असुविधा कथा देखिले शिव आउ कोन करिवे, बर तो देई दैछंती। पाखरे थिबा ए पर्वतटी को त्रिशूल रे खोली देले, त्रिशूल मार देले। सेठी गोटे गुंफा सृष्टि हो गला, ता भितर से लुचिकी रहिले। तेणु से भितर को जीवार बाट खूब संकीर्ण, किंतु भितर गुंफारे समस्ते सेठी अछंती। आ से गुंफारू गोटे गुप्त बाट अमरनाथ को रही बोली आमको से गाइड भी देखैथिले। शुणु तापर कौन है। शिव तो ता भितर लुचिकी रहिले। ए कथा विष्णु पाखक गला। विष्णु सेठू मोहिनी वेश धारण करी से भस्मासुर सांगे नृत्य कले। से तो जहा मुंडरे हाथ थोइब से भस्म हब। कौशल करी नाचिबार शैली देखई देखई से कौन कले निज मुंडरे हाथ थोइले। किए विष्णु जो मोहिनी रूप होइथिले। आउ भस्मासुर तो एकदम तांको रूपरे मोह होइकी हिताहत ज्ञान हरैची। से कौन बर पाइथिला ता भी भूली जाइची। विष्णु जतले निज मुंडरे हाथ रखिले, सी भी ता मुंडरे हाथ रखिदेले। आ भस्मासुर भस्म होइगले गला। तेणु आमको जो जिनसटा मिले, जमती आम कहती पुनर्मूषिक भव गोटे गप भी अच्छी। एटा से भली आमे सेठू अल्प कनापटा मु बहु झींक किणी कहीं आम कि किणाकिणी करनथलु। ए नदीटी बोधे झेलम, मोर मन पड़ुनी ठीक से। मुझे किए जानते कहे मु तो एमती भूली जाऊँचे एबे टिके। नदीटा भारी सुंदर आ प्रखर थिला। आमे फोटो उठेवा कथा कहबारु आमको ड्राइवर भाई कहले ए नदीटा बहुत आत्महत्या प्रवण। जेहेतु प्रखर स्रोत बहुत लोक आसी एठी आत्महत्या करती, सेथिपाई ए उपरे गाड़ी रखिबाकू अनुमति नाही। से नदी ना से कहथिले एटा झेलम किंबा चेन्नाब हेतिबो, आ किछि नुहे।
ଆପଣମାନେ ଯିଏ ଜାଣିଥିବେ ମୋତେ ଟିକେ କମେଣ୍ଟ କରି କହିଲେ ମୁଁ ବି ଯେଉଁଟା ମନେ ରଖିପାରିନି ମନେ ପକେଇବି। ଆଉ ଦୋକାନ ବଜାର ତ ସବୁ ଦେଖେଇଲି, ସେ ଜାଗା ଉପରେ ଯେଉଁ ପୌରାଣିକ କିମ୍ବଦନ୍ତୀ କଥା କହିଲି। ଆମର ବହୁ ଲୋକ ଯାଆନ୍ତି ମାଙ୍କ ଦର୍ଶନ ପାଇଁ। ଏଇଠି ଆମେ ଆସି କେମିତି ଥକା ହେଇକି ଏଠି ପଡ଼ିଗଲୁ, ପଡ଼ିଥିଲୁ 2 ଦିନ କାଳ ଏ ରୁମ୍ରେ, ସେଇଟା ବି ଆପଣମାନଙ୍କୁ ଦେଖେଇଲି। ଫେରିକି ଆମେ ସେଠି କେମିତି ଯାହା ହଉ ବାପ ମା ଛୁଆ ଏକାଠି ଭିଡ଼ିଓ କରିପାରିଥିଲୁ, ସେ ଭିଡ଼ିଓକୁ ଆସିକି ଦେଖୁଥିଲୁ। କାହିଁକିନା ଠିକ୍ ଏମିତି ଆମେ ଯାଇଥିଲୁ ଅମରନାଥ, କିନ୍ତୁ ଆମେ କେହି ଭିଡ଼ିଓ କରିବାକୁ ସାହସ ବି କରିନଥିଲୁ। ଆପଣମାନେ ଯିଏ ବି ବୈଷ୍ଣୋଦେବୀ ଦେଖିବା ପାଇଁ ଯାଉଛନ୍ତି ନିଶ୍ଚିତ ଭାବରେ ଶିବଖୋରୀ ଯାଆନ୍ତୁ, ଆଉ ସେଇଠିକାର ସୁନ୍ଦର ଶୋଭାକୁ ଉପଭୋଗ କରନ୍ତୁ। ନିଶ୍ଚୟ ଆପଣ ମୋତେ ମନେ ପକେଇବେ ଯେ ଯାହା ହଉ ଜୀବନ ସରାଗ ମାଉସୀ କହିଥିଲା, ଆଉ ଏଇ ଜାଗାଟା ପ୍ରକୃତରେ ଏତେ ସୁନ୍ଦର, ଏତେ ନିର୍ଭୟ ଆଉ ଏତେ ସୁନ୍ଦର ମୁଁ ଅନୁଭବ କଲି। ପ୍ରକୃତରେ ଶିବ ହେଉଛନ୍ତି ସତ୍ୟ ଶିବ ସୁନ୍ଦର, ସେ ଯେଉଁଠି ରହିଛନ୍ତି ସବୁ ଜାଗା ଏମିତି ସୌନ୍ଦର୍ଯ୍ୟରେ ପୂର୍ଣ୍ଣ। ଆଉ ଇଏ ଜଣେ କିନ୍ନରମାନଙ୍କୁ ମୁଁ ସବୁବେଳେ ମୋର ସ୍ନେହଶୀଳ ଦୃଷ୍ଟିରେ ଦେଖି ଆସେ। ସିଏ ବି ଭଗବାନଙ୍କ ସୃଷ୍ଟିର ଜଣେ, ତେଣୁ ସେମାନଙ୍କୁ ସବୁବେଳେ ମୁଁ ସ୍ନେହ କରେ। ଆଉ ଇଏ ତ କୁକୁର ଦେଖିଲେ ଟିକେ ଗେଲ କରିଦିଅନ୍ତି। ଆଉ ଏମିତି ଫେରିଲୁ ଆମେ ଆଉ।